ସେମାନେ ଯେତେବେଳେ ପ୍ରାର୍ଥୀ ଦେଇଥିଲେ ତ ଆମେ ମହାମହିମ ରାଷ୍ଟ୍ରପତିଙ୍କୁ ଯେତେବେଳେ ସେ ପ୍ରାର୍ଥୀ ଦେଇଥିଲେ ଆମେ ତ ସପୋର୍ଟ କରିଥିଲୁ। ଜଣେ ସମାଜସେବୀ ହିସାବରେ ଜଣେ ଉଚ୍ଚ ଶିକ୍ଷିତ ହିସାବରେ ଡକ୍ଟର ଜଣେ ତାଙ୍କୁ ପ୍ରାର୍ଥୀ ଦିଆଯାଇଛି। ସେ ତ କୌଣସି ଦଳୀୟ ପ୍ରାର୍ଥୀ ନୁହନ୍ତି ଏବଂ ତାଙ୍କୁ ଯେତେବେଳେ ନବୀନ ବାବୁ ଡିକ୍ଲେୟାର କରିଛନ୍ତି ଜଣେ ଉଚ୍ଚଶିକ୍ଷିତ ଲୋକ ସେ ଯାଇକି ରାଜ୍ୟସଭାରେ ଓଡ଼ିଶାର କଥା ଉପସ୍ଥାପନ କରିପାରିବେ, ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ି ପାରିବେ, ସେଭଳି ପ୍ରାର୍ଥୀଙ୍କୁ ଅନ୍ୟ ଦଳର ରାଜନୈତିକ ଦଳମାନେ ସପୋର୍ଟ କରିବା ଉଚିତ। ଆମେ ଯେତେବେଳେ ତାଙ୍କ ପ୍ରାର୍ଥୀମାନଙ୍କୁ ସପୋର୍ଟ କରୁଥିଲୁ, ମାନ୍ୟବର ସଭାପତି ମଧ୍ୟ ଆଜି ଅନୁରୋଧ କରିଛନ୍ତି ସେମାନେ ମଧ୍ୟ ଆମ ପ୍ରାର୍ଥୀକି ସପୋର୍ଟ କରିବା ଦରକାର। ନାଇଁ କିଛି ଆଲୋଚନା କ'ଣ ଆଲୋଚନା କିଛି ହେଇନି। କିଛି ଦଳର ଯେଉଁ କ୍ୟାଣ୍ଡିଡେଟ୍ ଡିକ୍ଲାର ବିଷୟରେ କିଛି ଆଲୋଚନା ହେଇନି। ଯାହା ଦିଆହେଇଥିଲା ସଭାପତିଙ୍କୁ ଦାୟିତ୍ୱ ଦିଆହେଇଥିଲା, ସଭାପତି ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ସମସ୍ତେ ମାନିଛନ୍ତି। ଆମେ ତ ଆଶା କରିବୁ ନିଶ୍ଚିତ ଭାବରେ। ଆମେ ତାଙ୍କ ପ୍ରାର୍ଥୀକୁ ସପୋର୍ଟ କଲୁ, ସେ କାହିଁ ଆମକୁ ସପୋର୍ଟ କରିବେନି? ଆମେ ତାଙ୍କର ଯେତେବେଳେ ଦରକାର ଥିଲା ତାଙ୍କ ଦରକାର ବେଳେ ଆମେ ସମର୍ଥନ ଦେଇଥିଲୁ, ସେ ଏବେ ସମର୍ଥନ କାହିଁ ଦେବେନି? ସେ ସମର୍ଥନ ଦେବାକୁ ନବୀନ ବାବୁ ଅନୁରୋଧ କରିଛନ୍ତି। ନିଶ୍ଚିତ ଭାବରେ ଆମର ଆଶା ସେ ନିଶ୍ଚିତ ଭାବରେ ସପୋର୍ଟ କରିବେ। ଆମେ ଯେତେବେଳେ ସେମାନେ ଯେତେବେଳେ ପ୍ରାର୍ଥୀ ଦେଇଥିଲେ ଆମେ ସପୋର୍ଟ କରୁଥିଲୁ ସମାଜସେବୀ ହିସାବରେ, ଯାହାକୁ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ିବାକୁ ପଠାଉଥିଲେ ଆମେ ସପୋର୍ଟ କରୁଥିଲୁ। ଆମେ ଯେତେବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ ଜଣକୁ ଉଚ୍ଚ ଶିକ୍ଷିତ ସମାଜସେବୀ ଜଣେ ତାକୁ ଯେତେବେଳେ ମାନ୍ୟବର ସଭାପତି କ୍ୟାଣ୍ଡିଡେଟ୍ କରିଛନ୍ତି ସେମାନେ ସମର୍ଥନ କରିବା ଉଚିତ। ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ, ଆମେ ସମସ୍ତଙ୍କୁ ଆମ ସଭାପତି ଅନୁରୋଧ କରୁଛୁ। ବିଜେପି ମଧ୍ୟ ଚତୁର୍ଥ ପ୍ରାର୍ଥୀ ଦେଇପାରେ ଯଦି ସରକାରୀ ଦଳ ଚତୁର୍ଥ ପ୍ରାର୍ଥୀ ଏଠି ଘୋଡ଼ା ବେପାର କ୍ରସ୍ ଭୋଟିଂ ଏସବୁର ଦେଖା ଦେଇପାରେ। ଆମ ଦଳରେ କିଛି ଘୋଡ଼ା ବେପାର ହେବ ନାହିଁ କି ଆମ ଦଳରୁ କେହି ଯିବେ ନାହିଁ କି ଆମ ଦଳରେ କ୍ରସ୍ ଭୋଟିଂ ହେବ ନାହିଁ। ଅନ୍ୟ ଦଳରେ କ'ଣ ହେବ ସେ ଦଳର ସଭାପତିମାନେ କହିବେ, ଅନ୍ୟ ଦଳ ନେତାମାନେ ଜାଣିଥିବେ।